ନମସ୍କାର। ଜୀବନ ପଛକୁ ଫେରେ ନା, ସମୟ ବି। ସୁଖ ବାଣ୍ଟିବା ହେଉଛି ସଙ୍ଗୋପିତ ଅହଙ୍କାର, ଦୁଃଖ ବାଣ୍ଟିବା ହେଉଛି ଅନାବୃତ ଅସହାୟତା। ନାମର କି ମହତ୍ଵ? ଗୋଲାପ ଫୁଲକୁ ପଦ୍ମ କହିଲେ ସୁଗନ୍ଧ କ'ଣ ବଦଳିଯାଏ? ନଦୀ ତୀରରେ ସଭ୍ୟତା ଜନ୍ମ ନିଏ, ଧ୍ୱଂସ ବି ହୁଏ, କାରଣ ସେଇ ନଦୀ କୂଳରେ ସବୁଠୁ ବଡ଼ ଯୁଦ୍ଧ ହେଇଛି। ସେଇ ନଦୀ କହୁଛି, ଦୟା ନଦୀ। ସେ କହୁଛି, ମୋ ଛାତିର ରକ୍ତରଙ୍ଗକୁ ଶୋଷି ନିଏ ସମୁଦ୍ରର ଅଗାଧ ନୀଳ, କିନ୍ତୁ କ୍ଷତ ତା ସ୍ଥାନରେ ଥାଏ ଚିରକାଳ। ନଦୀ କାହାକୁ କହିବ ନିଜର ମାଟି ବୋଲି? ପାହାଡ଼ରୁ ଗୁରୁଣ୍ଡି ଗୁରୁଣ୍ଡି ସମତଳରେ ବହିଯିବାର ପଥ ବହୁ ଦୂର, ସମୁଦ୍ର ଯାଏ। ପଥେ ପଥେ ମାଟିର ନାମ, ନଦୀର ନାମ ବଦଳିଯାଏ। ପଥେ ପଥେ ମାଟିର ନାମ ଆଉ ନଦୀର ନାମ ବଦଳିଯାଏ ମଣିଷର ଇଚ୍ଛାରେ, ନଦୀର ଇଚ୍ଛାରେ ନୁହେଁ। କିନ୍ତୁ ନଦୀ ତ ନଦୀ, ମାଟି ତ ମାଟି। ଏସବୁ ଧାଡ଼ି ଅଛି ପ୍ରତିଭା ରାୟ ପଦ୍ମଭୂଷଣ ଜ୍ଞାନପୀଠ ବିଜୟିନୀ ମହାନ ଔପନ୍ୟାସିକା ପ୍ରତିଭା ରାୟ ମ୍ୟାଡ଼ାମଙ୍କର ଦୟା ନଦୀରୁ ନିରଞ୍ଜନା ଉପନ୍ୟାସରେ। ଉପନ୍ୟାସଟି ବହୁ ସୁନ୍ଦର ଉପନ୍ୟାସ। ଏତେ ସୁନ୍ଦର ଉପନ୍ୟାସ ମୁଁ ଆଗରୁ ପଢ଼ିନଥିଲି। 323 ପୃଷ୍ଠାର ଉପନ୍ୟାସ। ଏତେ ବହୁତ ଭଲ ଲାଗିବ ଆପଣଙ୍କୁ। ଏଇ ଉପନ୍ୟାସରେ ରହିଛି କଳିଙ୍ଗ ଯୁଦ୍ଧର କାହାଣୀ ରହିଛି। ଜ୍ଞାନୋଦୟ ନାମକ ପିଲାଟିଏ, ସେ ଇତିହାସ, ତା ବାପା ଜଣେ ଇତିହାସ ଶିକ୍ଷକ, ଜ୍ଞାନୋଦୟର ବାପା। ତାର ସାଙ୍ଗ ଦୀପଙ୍କର ବାପା ସଂସ୍କୃତର ଶିକ୍ଷକ। ଦୁଇ ଜଣ ସାଙ୍ଗ ଇତିହାସର ଛାତ୍ର ହୁଅନ୍ତି, ପାଠ ପଢ଼ନ୍ତି ଇତିହାସ। ଗବେଷଣା କରିବା ପାଇଁ ଯାଆନ୍ତି ସେ ବିଦେଶରେ ଇତିହାସରେ ଗବେଷଣା କରନ୍ତି। ଦୀପଙ୍କର ସେଇଠି ରହିଯାଏ, କିନ୍ତୁ ଫେରି ଆସେ ଜ୍ଞାନୋଦୟ।